ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନର ପ୍ରଥମ ଚେପ୍ଟର ବିଷୟରେ ଆଲୋଚନା କରିବା। ତୁମର ପ୍ରଥମ ଚେପ୍ଟର ରହୁଛୁ ଇତିହାସ ବିଷୟରେ ଧାରଣା। ଇତିହାସ କ'ଣ, ଇତିହାସକୁ ଆମେ କାହିଁକି ପଢ଼ିବା, ଇତିହାସ ପଢ଼ିବା ଦ୍ୱାରା ଆମର ଲାଭ କ'ଣ, ଏସବୁ ବିଷୟରେ ଆମେ ଆଜି ସମ୍ପୂର୍ଣ୍ଣ ଭାବରେ ଜାଣିବା। ପ୍ରଥମେ ହେଲା ଯେ ଇତିହାସ ବିଷୟରେ ଧାରଣା, ମାନେ ଇତିହାସ ଗୋଟେ କ'ଣ ତାହାରି ବିଷୟରେ ଆମେ ଆଗେ ଜାଣିବା। ଯେ ଦିନେ କ'ଣ କରିଛନ୍ତି ନା ଅଜାଙ୍କ ଠାରୁ ଗପ ଶୁଣିବାକୁ ଲିପି କ'ଣ କଲା ନା ଜିଦ୍ କଲା। କିଏ ଜିଦ୍ କଲା? ଲିପି ଜିଦ୍ କଲା। ଲିପି ଯେଉଁ ଜିଦ୍ କଲା କ'ଣ କଲା ସିଏ ନା କହିଲା, ଅଜା ଲିପିକୁ କହିଲେ ଯେ ମୁଁ କେତେ ଗୋଟି ଆଜି ନୂଆ ଗପ କହୁଛି, ତୁମେମାନେ ସମସ୍ତେ ଶୁଣ। ଲିପି କହିଲା ଠିକ୍ ଅଛି ଅଜା, ତାହେଲେ ଆମକୁ କ'ଣ କର, ଶୀଘ୍ର ଆମକୁ ବୁଝାଅ। ଅଜା କହିଲେ ଠିକ୍ ଅଛି। ସିଏ କହିଲେ ଯେ ଗ୍ରୀକ୍ ଦେଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। କେଉଁ ଦେଶରେ? ଗ୍ରୀକ୍ ଦେଶରେ ଥିଲେ ବା ଗ୍ରୀସ୍ ଦେଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ସିଏ କହିଲେ ଯେ ତାଙ୍କ ନାଁ କ'ଣ ଥିଲା ନା ଆଲେକ୍ଜାଣ୍ଡାର ଥିଲା। କ'ଣ ଥିଲା ତାଙ୍କ ନାଁ? ଆଲେକ୍ଜାଣ୍ଡାର। ତାହେଲେ ଶକ୍ତିଶାଳୀ ରାଜା କେଉଁଠିକାର ଥିଲେ ନା ଗ୍ରୀସ୍ ଦେଶରେ ଥିଲେ। ତାଙ୍କ ନାଁ କ'ଣ ଥିଲା ନା ଆଲେକ୍ଜାଣ୍ଡାର ଥିଲା। ସେ କ'ଣ କରିଥିଲେ ନା ପୃଥିବୀର ଅନେକ ଗୁଡ଼ିଏ ରାଜ୍ୟ ଜୟ କରିବା ପରେ ଭାରତ ଅଧିକାର କରିବାକୁ ଇଚ୍ଛା ପ୍ରକାଶ କଲେ। କିଏ ଇଚ୍ଛା ପ୍ରକାଶ କଲେ? ତାହେଲେ ନା ଆଲେକ୍ଜାଣ୍ଡାର ଇଚ୍ଛା ପ୍ରକାଶ କଲେ। ଆଲେକ୍ଜାଣ୍ଡାର କେଉଁଠିକି ନା ଭାରତ ଅଧିକାର କରିବାକୁ ସେ ଇଚ୍ଛା ପ୍ରକାଶ କଲେ। ସେତେବେଳେ ଭାରତର ଉତ୍ତର ପଶ୍ଚିମରେ କେଉଁଠି ନା ଉତ୍ତର ପଶ୍ଚିମ ପଟେ ରାଜତ୍ୱ କରିବା ପାଇଁ, କେଉଁ ପଟେ? ଉତ୍ତର ପଶ୍ଚିମ ପଟେ ରାଜତ୍ୱ କରିଥିବା ରାଜାମାନଙ୍କର ମଧ୍ୟରୁ ଦୁଇ ଜଣ ବିଖ୍ୟାତ ଥିଲେ। ଜଣଙ୍କ ନାଁ ଥିଲା ଅମ୍ବି, ଆଉ ଜଣଙ୍କ ନାଁ ଥିଲା ପୁରୁ। କ'ଣ କ'ଣ ଥିଲା? ଅମ୍ବି ଥିଲା ଆଉ ପୁରୁ ଥିଲା। ଆଲେକ୍ଜାଣ୍ଡାରଙ୍କୁ ଭୟ କରି ଅମ୍ବି ତାଙ୍କର ଶରଣ ପଶିଲେ। କିଏ? ଆଲେକ୍ଜାଣ୍ଡାରକୁ ଭୟ କରିଗଲେ। କିଏ ଭୟ କରିଥିଲେ ନା ଅମ୍ବି ଭୟ କରିଥିଲେ ଏବଂ ତାଙ୍କର ଶରଣ ପଶିଲେ। ତାହେଲେ ଶରଣ କିଏ ପଶିଲେ ନା ଅମ୍ବି ପଶିଲେ। କାହାଙ୍କର? ନା ଆଲେକ୍ଜାଣ୍ଡାରଙ୍କର ଶରଣ ପଶିଲେ। କିନ୍ତୁ ପରେ କ'ଣ କଲେ ନା ପୁରୁ ଯେ ଥିଲେ ସିଏ ଜଣେ ବୀର ଥିଲେ। କିଏ ଥିଲେ ବୀର? ଅମ୍ବି ସିନା ଶରଣ ପଶିଥିଲେ କିନ୍ତୁ ପୁରୁ କ'ଣ କରିଥିଲେ? ଜଣେ ବୀର ଥିଲେ। ସେ ଆଲେକ୍ଜାଣ୍ଡାରଙ୍କ ସହ ଯୁଦ୍ଧ କଲେ। ସେ କ'ଣ କଲେ? ଆଲେକ୍ଜାଣ୍ଡାରଙ୍କ ସହ ଯୁଦ୍ଧ କଲେ। ଏହି ଯୁଦ୍ଧରେ କ'ଣ କଲେ? ପୁରୁ ହାରିଗଲେ। ପୁରୁ ହାରିଲେ। କିଏ ହାରିଥିଲେ ନା ପୁରୁ ହାରିଥିଲେ। ଆଉ ଆଲେକ୍ଜାଣ୍ଡାରଙ୍କ ଦ୍ୱାରା ମଧ୍ୟ ବନ୍ଦୀ ହୋଇଥିଲେ। କିଏ ବନ୍ଦୀ ହେଲେ ନା ପୁରୁ ବନ୍ଦୀ ହେଲେ। ଆଲେକ୍ଜାଣ୍ଡାର ପୁରୁଙ୍କୁ ପଚାରିଲେ ଯେ ତୁମେ ମୋ ଠାରୁ କିପରି ବ୍ୟବହାର ଆଶା କରୁଛ? କିଏ ପଚାରିଥିଲେ ନା ଆଲେକ୍ଜାଣ୍ଡାର ପଚାରିଥିଲେ। କାହାକୁ? ନା ପୁରୁଙ୍କୁ ପଚାରିଲେ। ଯେ ଯେହେତୁ ପୁରୁ କ'ଣ କରିଥିଲେ ନା ଯୁଦ୍ଧରେ ପରାସ୍ତ ହୋଇଥିଲେ, ତେଣୁକରି ସେ ପଚାରିଲେ ଯେ ତୁମେ ମୋ ଠାରୁ କ'ଣ ଆଶା କରୁଛ? ଉତ୍ତରରେ ପୁରୁ ଉତ୍ତର ଦେଲେ ଯେ ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ଠାରୁ ଯାହା ଆଶା କରିଥାଏ ତାହା ହିଁ ଆଶା କରୁଛି ମୁଁ। ଏବଂ ପୁରୁର ଯେଉଁ ନିର୍ଭୀକତାର ସହିତ ଖୁସି ହୋଇ ଆଲେକ୍ଜାଣ୍ଡାର ତାଙ୍କୁ ମଧ୍ୟ ମୁକ୍ତ କରିଦେଇଥିଲେ ଏବଂ ପରେ ପରେ ତାଙ୍କର ରାଜ୍ୟ ମଧ୍ୟ ଫେରାଇ ଦେଇଥିଲେ। ତାପରେ ଦେଖିବା, ଗପ ଶୁଣିସାରି କ'ଣ ହେଲା ନା ଲିପି ପଚାରିଲା, ଅଜା ତୁମେ ଏତେ କଥା କେଉଁଠୁ ଜାଣିଲ? ନା ଅଜା ସେଇଠି ଉତ୍ତର ଦେଇ କହିଥିଲେ ନା ଆମେ ସବୁ କେଉଁଥିରୁ ଜାଣୁଛୁ ନା ଇତିହାସରୁ ଜାଣୁଛୁ। ଇତିହାସ ମାନେ ପୂର୍ଣ୍ଣ ବର୍ଣ୍ଣିତ କଥା ସବୁ ଯାହା ପୂର୍ବରୁ ଘଟିଯାଇଛି ଏବଂ ବର୍ତ୍ତମାନ ତା ବିଷୟରେ ଆମେ ଜାଣିବା ପାଇଁ ଚେଷ୍ଟା କରୁଛୁ। କେବଳ ସେଟା ଇତିହାସ ପଢ଼ିଲେ ହେଇପାରିବ ବୋଲି ତାକୁ କ'ଣ କୁହାଯାଏ ଜାଣିଛୁଆ? ଇତିହାସ ବୋଲି କୁହାଯାଏ। ଏହାପରେ କ'ଣ କଲେ ନା ଲିପି ଅଜାଙ୍କୁ ଇତିହାସ ବିଷୟରେ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଲା। କ'ଣ ପଚାରିଲା? ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଲା। ଅଜା ସେ ସବୁର ଉତ୍ତର ଦେଇ କହିଲେ ଯେ ଲିପି ଯେଉଁ ସବୁ ପ୍ରଶ୍ନ ପଚାରିଥିଲା ଅଜା କି ତାର ଉତ୍ତର ଦେଲେ, ଆସ ସେ ବିଷୟରେ କ'ଣ କରିବା ଆମେ ଜାଣିବା କମ୍ପ୍ଲିଟଲି। ଇତିହାସ କହିଲେ କ'ଣ ବୁଝ? ଇତିହାସ କହିଲେ ଆମେ କ'ଣ ବୁଝୁ? ପ୍ରଥମେ ଏଇ କଥା ହିଁ ଜାଣିବା। ବର୍ତ୍ତମାନ କହିଛି ଯେ ପୃଥିବୀର ଯେତେ ମନୁଷ୍ୟ ଦେଖାଯାଉଛନ୍ତି ସମସ୍ତେ ଗୋଟିଏ ଜାତିର ବୋଲି କହୁଛୁ। ସମସ୍ତେ କେଉଁ ଜାତିର? ଗୋଟିଏ ଜାତିର। ଆମକୁ ହୋମୋ ସାପିଏନ୍ସ ବୋଲି କୁହାଯାଏ। କ'ଣ କୁହାଯାଏ? ହୋମୋ ସାପିଏନ୍ସ ବୋଲି କୁହାଯାଏ। ଏ ଯେଉଁ ବୈଜ୍ଞାନିକମାନେ ମତ ଦିଅନ୍ତି ଆଜକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବେ, କେତେ ଲକ୍ଷ ବର୍ଷ ପୂର୍ବେ ଛୁଆ ନା 15 ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟ ସୃଷ୍ଟି ହୋଇଥିଲା।
15 ଲକ୍ଷ ବର୍ଷ ପୂର୍ବେ କୋଉଠି ସୃଷ୍ଟି ହେଇଥିଲା ନା ଏ ଯେଉଁ ପୃଥିବୀରେ ମନୁଷ୍ୟ ସୃଷ୍ଟି ହେଇଥିଲା ବୋଲି କୁହାଯାଏ। କୋଉଠି ପୃଥିବୀରେ ସୃଷ୍ଟି ହେଇଥିଲା, କିନ୍ତୁ ତା ପୂର୍ବରୁ ମନୁଷ୍ୟ ଏପରି ରୂପ ଏପରି ନଥିଲା। ଥିଲା କେମିତି ତାନେ ନା ନୃବାନରମାନଙ୍କର ଯେଉଁ କ୍ରମ ବିକାଶ ଘଟି ଘଟି ଧୀରେ ଧୀରେ କ'ଣ ସୃଷ୍ଟି ହେଇଛି ନା ମନୁଷ୍ୟର ସୃଷ୍ଟି କରିଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ସେହି ପ୍ରକାରର ନୃବାନର ଆଉ ନାହାନ୍ତି, ବର୍ତ୍ତମାନ ଆଉ ନାହାନ୍ତି। ସେମାନେ ସବୁ କ୍ରମ ବିକାଶ ଘଟିକି ତାଙ୍କର କ'ଣ ଘଟିଛି ଛୁଆ, କ୍ରମ ବିକାଶ ଘଟିକି ଧୀରେ ଧୀରେ ସେମାନେ କେଉଁଥିରେ ପରିଣତ ହୋଇଛନ୍ତି ନା ମନୁଷ୍ୟରେ ପରିଣତ ହୋଇଯାଇଛନ୍ତି। ସେହି ଜାତିର ଗିବାନ କଥା କହିପାରିବ, ଓରାଙ୍ଗଓଟାଙ୍ଗ କଥା କହିପାରିବ, ଗରିଲା କଥା କହିପାରିବ, ସିମ୍ପାଞ୍ଜି କଥା କହିପାରିବ। ଏବେ ସବୁ ପୃଥିବୀରେ ଦେଖାଯାଉଛନ୍ତି। ତାହେଲେ ଆଉ ନୃବାନର ଅଛନ୍ତି କି ନା, ସେମାନଙ୍କର ଧୀରେ ଧୀରେ କ୍ରମବର୍ଦ୍ଧିଷ୍ଣୁ ଘଟିଯାଇଛି ବା କ୍ରମ ବିକାଶ ଘଟିଛି। ଧୀରେ ଧୀରେ ସେଗୁଡ଼ାକ ଗିବନ ହେଇଯାଇଛନ୍ତି, ଓରାଙ୍ଗଓଟାଙ୍ଗ ହେଇଯାଇଛନ୍ତି, ଗରିଲା ହେଇଯାଇଛନ୍ତି ଏବଂ ସିମ୍ପାଞ୍ଜି ମଧ୍ୟ ହେଇଯାଇଛନ୍ତି। ବୁଝିହେଲା ନା ନାହିଁ? ତାପରେ ଦେଖ, ସିଏ କହିଲା ଯେ ଗରିଲାର ଦେହର ଗଠନ ଭଳି ମନୁଷ୍ୟ ଦେହର ଗଠନ ଦେଖାଯାଉଛି। ତାହେଲେ ମନୁଷ୍ୟମାନଙ୍କର ଦେହର ଗଠନ କିପରି ଯଦି ପଚାରେ କ୍ୱେଶ୍ଚନ୍ କ'ଣ କହିବ ନା ଗରିଲାମାନଙ୍କର ଦେହର ଗଠନ ଭଳି ହେଇଯାଇଛି ବର୍ତ୍ତମାନ। ଏହା ଛଡ଼ା ସିମ୍ପାଞ୍ଜିଙ୍କର ବୁଦ୍ଧି ସହିତ କାହାର ବୁଦ୍ଧି ମିଶୁଛି ଛୁଆ ନା ମନୁଷ୍ୟମାନଙ୍କର ବୁଦ୍ଧି ମେଳ ଖାଉଛି। ତାହେଲେ ଯଦି ବୁଦ୍ଧି କଥା କହିବା ତାହେଲେ ସିମ୍ପାଞ୍ଜିଙ୍କ ସହିତ, ଯଦି ଦେହ କଥା କହିବା ଗରିଲାମାନଙ୍କ ସହିତ। ବୁଝିହେଲା ନା ନାହିଁ? ନା ବୁଝିହେଲାନି? ଆଉ ଥରେ ଦେଖ, ସିଏ କହିଲା ଆମ ଦେହର ଗଠନ କାହା ଭଳିଆ ନା ଗରିଲା ଭଳିଆ, ବୁଦ୍ଧି କାହା ଭଳିଆ ନା ସିମ୍ପାଞ୍ଜି ଭଳିଆ। ବୁଝିହେଲା କି ନାହିଁ? କ୍ଲିଅର? ନେକ୍ସଟ ଯିବା। ମନୁଷ୍ୟମାନଙ୍କର ସାଂସ୍କୃତିକ ଧାରା ଅତି ପ୍ରାଚୀନ। ସଂସ୍କୃତି ମାନେ ସଂସ୍କୃତି ସହିତ ମିଶିକି ଅଛି ବୋଲି ତାକୁ ସାଂସ୍କୃତିକ ବୋଲି କୁହାଯାଏ। ଗାଁରେ ପୂଜା ପର୍ବପର୍ବାଣୀ ଏଗୁଡ଼ା ସବୁ ସାଂସ୍କୃତିକ ଅନୁସାରେ। ତ ସାମାଜିକ ରାଜନୀତି ଅସ୍ତ୍ର ଶସ୍ତ୍ର ତିଆରିରୁ ମନୁଷ୍ୟର ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ। ବୁଝିହେଲା କି ନାହିଁ? କ'ଣ କ'ଣ ନା ସାମାଜିକ ରାଜନୀତି ଏବଂ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟର ସଂସ୍କୃତି ତିଆରି ହୋଇଛି ବୋଲି ଅନେକ ମତ ଦିଅନ୍ତି। ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ବ୍ୟବହାର ଏବଂ ତା'ର ଆବିଷ୍କାର ଓ ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ ସହର ଓ ରାଜ୍ୟମାନଙ୍କର ପରିଚାଳନା, ଶାସନ ପ୍ରଣାଳୀ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି ଆଗକୁ ଗତି କରୁଛି। ଏହିସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି କ'ଣ ଛୁଆ ନା ଇତିହାସ। ଅନ୍ୟ ଭାବରେ କହିଲେ ମନୁଷ୍ୟର ଯେଉଁ ଅତୀତ ଘଟଣା ଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ଇମ୍ପୋର୍ଟାଣ୍ଟ ପଏଣ୍ଟ ଛୁଆଟା ମନେ ରଖିବ କ'ଣ ନା ଏଇ ଯେଉଁ ମନୁଷ୍ୟର ଅତୀତ ଘଟଣା ଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ବୁଝିହେଲା ନା ନାହିଁ? ତାହେଲେ ଇତିହାସ କାହାକୁ କହିବା ନା ମନୁଷ୍ୟ ଯେଉଁ ଅତୀତରେ ଘଟଣା ଗୁଡ଼ିକ ଘଟେଇ ଦେଇଛି, ନିରବଚ୍ଛିନ୍ନ ଭାବରେ ଯଦି ଅଗ୍ରଗତି କରି ଚାଲିଛି ତେବେ ତାକୁ କ'ଣ କହିବା ଇତିହାସ ବୋଲି କହିବା। ନେକ୍ସଟ ଆସ, ଇତିହାସକୁ ଇଂରାଜୀରେ ହିଷ୍ଟ୍ରି ବୋଲି କୁହାଯାଏ। କ'ଣ କୁହାଯାଏ ଛୁଆ? ହିଷ୍ଟୋରି ବୋଲି କୁହାଯାଏ। এই ଯେଉଁ ହିଷ୍ଟ୍ରି ୱାର୍ଡ଼ଟା, এই ଯେଉଁ ହିଷ୍ଟ୍ରି ଶବ୍ଦଟା ଏଇଟା ଗୋଟେ ଗ୍ରୀକ୍ ଶବ୍ଦ। କେଉଁ ଶବ୍ଦ? ଏଇଟା ଗୋଟେ ଗ୍ରୀକ୍ ଶବ୍ଦ ବୋଲି କୁହାଯାଏ। ସେ ଗ୍ରୀକ୍ ଶବ୍ଦ କ'ଣ ନା ହିଷ୍ଟୋ। କ'ଣ କୁହାଯାଏ? ହିଷ୍ଟୋରୁ ଆସିଛି। ସେଇ ଯେଉଁ ଇତିହାସ ଯେଉଁ ଶବ୍ଦ କହୁଛେ, ହିଷ୍ଟ୍ରି କହୁଛେ, ସେ ଗୋଟେ ହିଷ୍ଟ ଶବ୍ଦରୁ ଆସିଛି। এই ଯେଉଁ ହିଷ୍ଟ ଶବ୍ଦ ଏହାର ଅର୍ଥ କ'ଣ ନା ଅତୀତ ବିଷୟରେ ଜାଣିବା। ତାହେଲେ ଅତୀତ ବିଷୟରେ ଜାଣିବା କାହାର ନା ହିଷ୍ଟୋରୁ ଆସିଛି। ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନ ଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ। ଯେଉଁମାନେ କ'ଣ କରୁଥିଲେ ଅତୀତରେ ଯେଉଁ ବସବାସ କରୁଥିବା କାହାର ନା ମନୁଷ୍ୟମାନଙ୍କର କି ପ୍ରଣାଳୀ ନା ଜୀବନଯାପନ ପ୍ରଣାଳୀ ବିଷୟରେ ଜଣାପଡ଼େ, ତାକୁ ବି କ'ଣ କହିବା ତାନେ ଇତିହାସ ବୋଲି କହିବା। ତାନେ ଆସିଛି କେଉଁଠୁ ନା ହିଷ୍ଟୋରି। ସେଟା ହିଷ୍ଟ ନାମକ ଶବ୍ଦରୁ ଆସିଛି। ବୁଝିହେଲା କି ନାହିଁ? ହିଷ୍ଟ୍ରି ଶବ୍ଦଟି କେଉଁଠୁ ଆସିଛି ନା ହିଷ୍ଟ ଶବ୍ଦରୁ ଆସିଛି। ବୁଝିହେଲା? ନେକ୍ସଟ ଯିବା। ଆଚ୍ଛା, ଇତିହାସ ଆମେ କାହିଁକି ପଢ଼ିବା? ଇତିହାସ ପଠନର ଉପାଦେୟତା କ'ଣ ଅଛି ନା ଇତିହାସ ପଢ଼ିବା ଦ୍ୱାରା ଆମେ ସମୟାନୁକ୍ରମେ ଅତୀତର ଘଟଣା ଗୁଡ଼ିକ ଧୀରେ ଧୀରେ ଜାଣିପାରୁ। ଠିକ୍ କଥା। ଦ୍ୱିତୀୟ କହିଲା ଯେ ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ ଏବଂ ଅତୀତକୁ ଜାଣିଲେ ଆମେ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା। ଏବଂ ଅତୀତରେ କ'ଣ କହିଛି ନା ଅତୀତରେ ମନୁଷ୍ୟ ସୁଖ ଶାନ୍ତି
ରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରେ ସେଗୁଡ଼ିକରୁ କେତେକ ବର୍ତ୍ତମାନ ମଧ୍ୟ ଆମେ ପାଇଁ ଦରକାରୀ ହୋଇପାରେ। ଅତୀତରେ ସେହି ଉପାଦେୟମାନଙ୍କ ମଧ୍ୟରୁ ଦରକାରୀ ଗୁଡ଼ିକୁ ବାଛି ଗ୍ରହଣ କରିବାକୁ ଇତିହାସ ପଠନ ସାହାଯ୍ୟ କରିଥାଏ। କେଉଁଟା ଠିକ୍ କେଉଁଟା ଭୁଲ ଜାଣିବା ଏବଂ ବର୍ତ୍ତମାନ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯଦି କାହାକୁ ଦରକାର ନା ଇତିହାସ ପଢ଼ିବା। ନେକ୍ସଟ କହିଲା ଅତୀତରେ ବିଭିନ୍ନ ଯେଉଁ ପ୍ରଥା ରହିଛି ସବୁ ସେ ପ୍ରଥା ଗୁଡ଼ିକ ପ୍ରଥା ରାଜ୍ୟ ଗଠନ ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ସେଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକ ଗ୍ରହଣ କରିପାରିବା ଇତିହାସ ପଢ଼ିବା ଦ୍ୱାରା। ଏହିସବୁ କାର୍ଯ୍ୟ ଇତିହାସ ପଠନ ଦ୍ୱାରା ହିଁ ସମ୍ଭବପର ହୋଇଥାଏ ବୋଲି କହୁଛି। ନେକ୍ସଟ ଆସିଲା କ'ଣ ନା ଯେଉଁ ରହିଲା ଅତୀତରେ କେତେକ କୁପ୍ରଥା ସବୁ ରହିଯାଇଥିଲା। ଅନେକ ଗୁଡ଼ିଏ କୁପ୍ରଥା ସବୁ ଅଛି, ଅନ୍ଧବିଶ୍ୱାସ ଅଛି। ଏବେ ମଧ୍ୟ ଆମ ସମାଜରେ ପ୍ରଚଳିତ ବଳିଦାନ ପ୍ରଥା କଥା କହିପାରିବା, ପଶୁ ବଳି କଥା କହିପାରିବା। ଏଗୁଡ଼ା ସବୁ ହେଲା ଅନ୍ଧବିଶ୍ୱାସ କୁପ୍ରଥା। ଏଗୁଡ଼ା ସବୁ ଇତିହାସ ପଢ଼ିବା ଦ୍ୱାରା ସେଗୁଡ଼ିକର କେବେ କାହିଁକି ଏବଂ କିପରି ସୃଷ୍ଟି ହୋଇଥିଲା ତାହା ଆମେମାନେ ମଧ୍ୟ ଜାଣିପାରିବା। ଏବଂ ବର୍ତ୍ତମାନ ଯୁଗରେ ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ ତାହା ମଧ୍ୟ ଆମେ ବୁଝିପାରିବା ଏବଂ ସେଗୁଡ଼ିକର ଯେଉଁ ଆବଶ୍ୟକତା ପରିବର୍ତ୍ତନ ସହିତ ବର୍ତ୍ତମାନର ପରିସ୍ଥିତିକୁ ମେଳ କରିବା ପାଇଁ ଚେଷ୍ଟା ମଧ୍ୟ କରିବା। କାହାଦ୍ୱାରା ନା ସେଗୁଡ଼ିକ ତେଣୁ ଆମକୁ ଇତିହାସ ପଢ଼ିବା ଆମକୁ ନିହାତି ଜରୁରୀ ବୋଲି କହୁଛି। ପିଲେ କାହିଁକି ପଢ଼ିବାରେ ଇତିହାସ? କାରଣ ନା ଯେଉଁଗୁଡ଼ାକ ଭଲ କଥା ଅଛି ସେଗୁଡ଼ିକ ଆମେ ଦରକାରରେ ଲଗାଇବା, ଯେଉଁଗୁଡ଼ିକ କୁପ୍ରଥା ଅଛି ସେଗୁଡ଼ିକ ଆମେ କ'ଣ କରିବା ଏଡ଼େଇ ଦେବା। ଇତିହାସର ଆଧାର ଗୁଡ଼ିକ କ'ଣ? ବର୍ତ୍ତମାନ ଦେଖିବା ଯେ ଇତିହାସର ଯେଉଁ ଆଧାର ଗୁଡ଼ିକ କ'ଣ ଅଛି। ଇତିହାସ ଏକ କାଳ୍ପନିକ କାହାଣୀ ନୁହେଁ, ଏହା ପ୍ରମାଣ କରାଯାଇଥିବା ତଥ୍ୟ ଉପରେ ଆଧାରିତ ବୋଲି କୁହାଯାଉଛି। ଅନେକ ଗୁଡ଼ିଏ ପ୍ରାଚୀନ ଆଧାରରୁ ଆମେ ଇତିହାସ ସମ୍ପର୍କରେ ମଧ୍ୟ ଜାଣିପାରୁ। ଏହି ଆଧାର ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଯଥା ଗୋଟେ ହେଲା ଆମେ ଯାହାକୁ ପ୍ରଶ୍ନ ପଚାରିକି କିଛି କଥା ଜାଣୁ ତାକୁ ପ୍ରଶ୍ନତାତ୍ତ୍ୱିକ ଆଧାର ବୋଲି କୁହାଯାଏ ଏବଂ ସାହିତ୍ୟିକ ଆଧାର ମାନେ ଯାହାଟା ଲିପିବଦ୍ଧ ହୋଇକି ଅଛି ତାକୁ କ'ଣ କହିବା ସେଗୁଡ଼ାକ ହେଲା ସାହିତ୍ୟିକ ଆଧାର। ତାମାନେ ଆମେ ଦୁଇ ପ୍ରକାରରେ ବିଭକ୍ତ କରିଦେଲୁ ଇତିହାସ ସମ୍ପର୍କରେ ଜାଣିବା ପାଇଁ। କ'ଣ କ'ଣ? ପ୍ରଥମଟି ହେଲା ପ୍ରଶ୍ନତାତ୍ତ୍ୱିକ ଆଧାର ଏବଂ ଦ୍ୱିତୀୟଟି ହେଲା ସାହିତ୍ୟିକ ଆଧାର। ଉଭୟ ଆଧାରକୁ ଭିତ୍ତି କରି ଇତିହାସ ସମ୍ପର୍କରେ ଆମେ ମାନେ ନିଶ୍ଚିତ ଭାବରେ ଜାଣିପାରିବୁ। ଯିବା ପ୍ରଥମେ ଦେଖିବା ଯେ ପ୍ରଶ୍ନତାତ୍ତ୍ୱିକ ଆଧାର କ'ଣ। ପ୍ରଶ୍ନତାତ୍ତ୍ୱିକ ଆଧାର କହିଲା ଭାରତର ବିଭିନ୍ନ ସ୍ଥାନରେ ମାଟି ତଳେ ଏବଂ ମାଟି ଉପରେ ପ୍ରାଚୀନ ଯୁଗର ବହୁବିଧ ଐତିହାସିକ ବସ୍ତୁ ଏବଂ ଅବଶେଷ ସବୁ ଦେଖିବାକୁ ମିଳୁଛି। କାହା ତଳେ ଅଛି ଛୁଆ? ମାଟି ତଳେ ଅଛି ଏବଂ ସେଗୁଡ଼ିକର ପ୍ରାଚୀନ କାଳର ବିଭିନ୍ନ କାର୍ଯ୍ୟକଳାପ ଘଟଣାବଳୀ ଉପରେ ମଧ୍ୟ ଆଲୋକପାତ କରେ। ଏହି ପ୍ରଶ୍ନତାତ୍ତ୍ୱିକ ଆଧାରକୁ ସାଧାରଣତଃ ଚାରି ଭାଗରେ ବିଭକ୍ତ କରାଯାଇଛି। ଇତିହାସ ଜାଣିବା ପାଇଁ ଦୁଇ ପ୍ରକାର ଥିଲା, ଗୋଟେ ହେଲା ଆମର ପ୍ରଶ୍ନତାତ୍ତ୍ୱିକ ଆଉ ଗୋଟେ ହେଲା ସାହିତ୍ୟିକ। ଠିକ୍ ସେମିତି ପ୍ରଶ୍ନତାତ୍ତ୍ୱିକକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା ଚାରି ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ ନା ଚାରି ଭାଗରେ। କ'ଣ କ'ଣ? ଗୋଟେ ହେଲା ଖୋଦିତ ଲେଖା ବା ଲିପି ମାନେ ଖୋଳି କରି ଲେଖା ହେଇଥିବ ଏବଂ ଲିପି ମାନେ ହେଲା ଯିଏ ଯାହା ସବୁ ଅକ୍ଷର ଗୁଡ଼ାକ ସେଗୁଡ଼ାକ ସବୁ ଲିପିବଦ୍ଧ ଭାବରେ ଥିବ। ଆଉ ଗୋଟେ ହେଲା କୀର୍ତ୍ତି କଳାକୃତି, ଦ୍ୱିତୀୟରେ ଆସିଲା କୀର୍ତ୍ତି କଳାକୃତି, ତୃତୀୟରେ ଆସିଲା ଭୌତିକ ଅବଶେଷ ଏବଂ ଚତୁର୍ଥରେ ହେଲା ଯେଉଁ ମୁଦ୍ରା ପ୍ରଚଳନ କରାଯାଇଥିଲା, କେଉଁ ସମୟରେ ମୁଦ୍ରା ପ୍ରଚଳନ କରାଯାଇଥିଲା ସେଗୁଡ଼ିକ ସବୁ ମଧ୍ୟ ଆମେ ଜାଣିପାରିବା। କେଉଁ ସଭ୍ୟତା ଟାଇମ୍ରେ କିଭଳି ଭାବରେ ମୁଦ୍ରା ପ୍ରଚଳନ ହୋଇଥିଲା ସେଗୁଡ଼ିକ ମଧ୍ୟ ଆମେ ମାନେ ଜାଣିପାରିବା। ଖୋଦିତ ଲେଖା ବା ଲିପି କଥା କହିବା। ଇଏ ହେଉଛି ଏ ଯେଉଁ ଫଟୋଚିତ୍ର ଦେଖୁଛ ଇଏ ହେଲା ତାଳପତ୍ର ଲିପି ୟାକୁ କୁହାଯାଏ। ଖୋଦିତ ଲେଖା ବା ଲିପି ଅତୀତରେ ବିଭିନ୍ନ ଘଟଣା ଯେଉଁ କାର୍ଯ୍ୟକଳାପ ଖନନ ପ୍ରଣାଳୀ ଶାସନ ପ୍ରଣାଳୀ ଏବଂ ସାମାଜିକ ପ୍ରଥା ଓ ପରମ୍ପରା ଚଳଣି ଇତ୍ୟାଦି ମାଟିର ଟାଇଲ ଇଟା ତମ୍ବାପାତ୍ର ଯେଉଁଟାକି ତାମ୍ରଫଳକ ବୋଲି କୁହାଯାଏ ତାକୁ ତମ୍ବାପାତ୍ର ବୋଲି କୁହାଯାଏ ବା ତମ୍ବା ପଟା ବୋଲି କୁହାଯାଏ। ପଶୁ ଚମଡ଼ା ଲୁଗା ସ୍ତମ୍ଭ ମନ୍ଦିର କାନ୍ଥ ପଥର ଗଛର ପତ୍ର ଛାଲ ଏସବୁ ଜିନିଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ତଥା ତାଳପତ୍ରରେ ମଧ୍ୟ ଲେଖାଯାଉଥିଲା। ସେଗୁଡ଼ିକ ଆଜି ମଧ୍ୟ ଦେଖିବାକୁ ମିଳେ। ଓଡ଼ିଶାର ଯୋଟେ ଭୁବନେଶ୍ୱର ଯାଇଥିବ ପିଲାମାନେ ତାହେଲେ ଜାଣିଥିବ ଯେ ଭୁବନେଶ୍ୱରର ଯେଉଁ ନିକଟତ ଯେଉଁ ଖଣ୍ଡଗିରି ଆଉ ଉଦୟଗିରି କଥା କହିପାରିବା। ବୁଝିହେଲା କି ନାହିଁ? ଯେଉଁ ଧଉଳି ପାହାଡ଼ ଅଛି ଭୁବନେଶ୍ୱରର ଯେଉଁ ନିକଟବର୍ତ୍ତୀ ଧଉଳି ପାହାଡ଼ ଏବଂ ଜଉଗଡ଼ ଗଞ୍ଜାମର ଯେଉଁ ଜଉଗଡ଼ ଅଛି ସେଠି ମଧ୍ୟ ଉପରେ ଆଜକୁ ପ୍ରାୟ 2200 ବର୍ଷ ତଳର ଲେଖା ଦେଖିବାକୁ ମିଳେ। କେତେ ବର୍ଷ ତଳର ଛୁଆ? 2200 ବର୍ଷ ତଳର। କେଉଁଠି ନା ଧଉଳି ଗୋଟେ ଆଉ ଗୋଟେ ହେଲା ଜଉଗଡ଼। ଧଉଳି ଅଛି କେଉଁଠି ନା ଧଉଳି ଅଛି ଭୁବନେଶ୍ୱରରେ
ଆଉ ଜଉଗଡ଼ କେଉଁଠି ନା ଗଞ୍ଜାମରେ। କେତେ ବର୍ଷ ପୂର୍ବେ ନା ଆଜକୁ ପ୍ରାୟ 2200 ବର୍ଷ ତଳର ଏସବୁ ଘଟଣା ଦେଖିବାକୁ ମିଳେ। ଏହା ଛଡ଼ା କ'ଣ ହେଇଛି ନା ଇରାନ, ଇରାକ, ମିଶର, ଚୀନ, ଗ୍ରୀସ୍ ତଥା ଆମ ଦେଶର ବିଭିନ୍ନ ସ୍ଥାନରେ ଅତୀତର ଘଟଣାବଳୀ ସମ୍ପର୍କରେ ଲେଖାମାନ ସବୁ ଦେଖିବାକୁ ମଧ୍ୟ ମିଳେ। ଇଏ ହେଉଛି ଛୁଆ ଇମ୍ପୋର୍ଟାଣ୍ଟ ଯେ ଇରାନ ରହିଲା, ଇରାକ ରହିଲା, ମିଶର ରହିଲା, ଚୀନ ରହିଲା, ଗ୍ରୀସ୍ ରହିଲା, ଏସବୁ ଜାଗା ଗୁଡ଼ିକ ମଧ୍ୟରେ ଆମର ଇତିହାସ ସମ୍ପର୍କରେ ଅନେକ ଘଟଣାବଳୀ ସବୁ ଦେଖିବାକୁ ମିଳେ। ତାପରେ ଆସିଲା କୀର୍ତ୍ତି ଏବଂ କଳାକୃତି। ଆମ ଦେଶର ଦେଖିବା କୀର୍ତ୍ତି ଆଉ କଳାକୃତି। ଆମ ଦେଶର ଅନେକ ଐତିହାସିକ କୀର୍ତ୍ତି ଯଥା ମନ୍ଦିର କଥା କୁହ, ଦୁର୍ଗ କଥା କୁହ, ରାଜପ୍ରସାଦ କଥା କୁହ, ସ୍ତୂପ, ମଠ ଇତ୍ୟାଦି ଦେଖିବାକୁ ମିଳେ। ଏସବୁର ନିର୍ମାଣ ସମୟ ଏବଂ ନିର୍ମାଣକର୍ତ୍ତାଙ୍କର ସବୁ ବିଷୟରେ ଆମେ ଅନେକ କଥା ଜାଣିପାରୁ। ଏହା ଛଡ଼ା ଏସବୁରୁ ସେତେବେଳର ସାମାଜିକ, ସାଂସ୍କୃତିକ, ଧାର୍ମିକ, ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ଏସବୁ ମିଳେ। ଇଏ ହେଉଛି ଛୁଆ ଏଠି ଯେଉଁ ଦେଖୁଛ ଗୋଟେ ଇଏ ହେଉଛି କ'ଣ ନା ଉଦୟଗିରି ପାହାଡ଼। ଇଏ ହେଉଛି ଯେଉଁ ଉଦୟଗିରି ପାହାଡ଼ରେ ଥିବା ଗୋଟେ ହାତୀ ଗୁମ୍ଫା କଥା ଦେଇଛି ଏଠି। ଏବଂ ତାପରେ ଦେଖିବା ତାର ଭୌତିକ ଅବଶେଷ ଦେଖିବା। ଭୌତିକ ଅବଶେଷ କହିଲା ପ୍ରଶ୍ନତାତ୍ତ୍ୱିକ ଖନନରୁ ଅନେକ ମାଟି ପାତ୍ର, ଧାତୁ ପାତ୍ର, ହାତ ତିଆରି ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତ୍ତି ଇତ୍ୟାଦି ମଧ୍ୟ ମିଳେ। ଏସବୁକୁ ଅନୁଧ୍ୟାନ କଲେ ଆମେ ଇତିହାସ ବିଷୟରେ ଅନେକ ତଥ୍ୟ ସବୁ ଜାଣିପାରିବା। ତାପରେ ଆସିଲା ମୁଦ୍ରା। ମୁଦ୍ରା କହିଲା ଯେ ଇତିହାସ ଜାଣିବାର ପ୍ରାଚୀନ ମୁଦ୍ରା ବିଷୟରେ ଭାବରେ ସାହାଯ୍ୟ କରିବାରେ ବା ବିଶେଷ ଭାବରେ ସାହାଯ୍ୟ କିଏ କରେ ଛୁଆ ନା ମୁଦ୍ରା ସାହାଯ୍ୟ କରିଥାଏ। ଏହା କେବେ ଏବଂ କେଉଁ ଶାସକଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା ଏବଂ ସେହି ସମୟରେ ତାଙ୍କର ଅର୍ଥନୀତି କେମିତି ଥିଲା, ବେପାର ବାଣିଜ୍ୟ କେମିତି ଥିଲା, ସାମ୍ରାଜ୍ୟର ବିସ୍ତୃତି ଆଦି କିପରି ଥିଲା, ତତ୍ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ପ୍ରାଚୀନ ମୁଦ୍ରାରୁ ଆମକୁ ମିଳିପାରେ। କେଉଁଥିରୁ ମିଳେ ନା ମୁଦ୍ରା ଗୁଡ଼ିକରୁ ମିଳିପାରେ। ଇଏ ହେଉଛି ସବୁ ଦେଖୁଥିବ, ଇଏ ହେଉଛି ପ୍ରାଚୀନ ମୁଦ୍ରା ସବୁ ଥିଲା। ତାପରେ ଦେଖିବା ପ୍ରଶ୍ନତାତ୍ତ୍ୱିକ ଆଧାର ଯାଇଥିଲା। ଏବେ କ'ଣ ଆସିଲା ନା ସାହିତ୍ୟିକ ଆଧାର। ସାହିତ୍ୟିକ ଆଧାର କହୁଛୁ ଅତୀତରେ ବିଭିନ୍ନ ଘଟଣା ଜାଣିବାର ପୁରାତନ ସାହିତ୍ୟ ଆମକୁ କ'ଣ କରେ ନା ଅନେକ ସାହାଯ୍ୟ କରିଥାଏ। ଏହି ସାହିତ୍ୟିକ ଆଧାର ଗୁଡ଼ିକକୁ ପୁଣି 3 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ ବିଭକ୍ତ କରାଯାଇଛି ନା ପୁଣି 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଧର୍ମ ସମ୍ବନ୍ଧୀୟ ସାହିତ୍ୟିକ, ଦ୍ୱିତୀୟ ହେଲା ଐତିହ୍ୟ ସାହିତ୍ୟ, ଆଉ ଗୋଟେ ହେଲା ପରିବ୍ରାଜକମାନଙ୍କର ବିବରଣୀ, ଯେଉଁମାନେ ଆମ ଭାରତକୁ ସବୁ ବିଭିନ୍ନ ଦେଶମାନଙ୍କରୁ ଆସିଥିଲେ ଏବଂ ସେତେବେଳର ଯେଉଁ ରାଜା ମହାରାଜାମାନଙ୍କ ପାଖରେ ରହି ତାଙ୍କ ବିଷୟରେ ଯେଉଁ ଲେଖିଥିଲେ ସେମାନଙ୍କୁ ସବୁ ପରିବ୍ରାଜକ ବୋଲି କୁହାଯାଏ। ସେମାନଙ୍କୁ ପରିବ୍ରାଜକ ବୋଲି କୁହାଯାଏ। ଦ୍ୱିତୀୟରେ ଆସିବା ଧର୍ମ ସମ୍ବନ୍ଧୀୟ ସାହିତ୍ୟ। ଯେଉଁ ସାହିତ୍ୟରେ ବିଶେଷ ଭାବରେ ଧର୍ମ ବିଷୟରେ ଆଲୋଚନା କରାଯାଇଥାଏ ବା ଧର୍ମ ବିଷୟରେ କୁହାଯାଇଥାଏ ସେଗୁଡ଼ିକୁ ଧର୍ମ ସମ୍ବନ୍ଧୀୟ ସାହିତ୍ୟ ବୋଲି କୁହାଯାଏ। ମାନେ ସାହିତ୍ୟରେ କ'ଣ ନା ବିଶେଷ ଭାବରେ ଧର୍ମ ବିଷୟରେ ହିଁ ଆଲୋଚନା କରାଯାଇଥାଏ। ଏହି ସାହିତ୍ୟ ବିଭିନ୍ନ ଧର୍ମ କଥା ଉପରେ ଆଧାରିତ। ଯେମିତିକି କଥା କହିପାରିବା ଆମେ ଯେ ବେଦ କଥା କହିପାରିବା, ଉପନିଷଦ କଥା କହିପାରିବା, ପୁରାଣ କଥା କହିପାରିବା, ମହାଭାରତ କଥା କହିପାରିବା, ରାମାୟଣ କଥା କହିପାରିବା। ଏହି ସବୁ ଗ୍ରନ୍ଥ ଗୁଡ଼ିକ ଏହି ସାହିତ୍ୟର ଅନ୍ତର୍ଭୁକ୍ତ ବୋଲି କୁହାଯାଏ। ଏଗୁଡ଼ିକରୁ ଅତୀତର ଧର୍ମ, ଶିଖୁଛି ସାମାଜିକ ବ୍ୟବସ୍ଥା ଏବଂ ରାଜନୈତିକ ଅବସ୍ଥା ବିଷୟରେ ଅନେକ ତଥ୍ୟ ଦେଖିବାକୁ ମିଳେ। ଐତିହ୍ୟ ସାହିତ୍ୟ, ଐହିକ ସାହିତ୍ୟ କଥା ଆସିବା। ଐହିକ ସାହିତ୍ୟ କହିଲା ଯେ ଧର୍ମ ସମ୍ବନ୍ଧିତ ବା ଧର୍ମ ସମ୍ବନ୍ଧୀୟ ସାହିତ୍ୟ ବ୍ୟତୀତ ପ୍ରାଚୀନ କାଳରେ ଅନେକ ଗୁଡ଼ିଏ ସାହିତ୍ୟ ରଚନା କରାଯାଇଥିଲା। ସେଗୁଡ଼ିକ ଐହିକ ସାହିତ୍ୟ ବୋଲି କୁହାଯାଏ। ସେଗୁଡ଼ିକୁ କ'ଣ କୁହାଯାଏ ପିଲା ନା ଐହିକ ସାହିତ୍ୟ ବୋଲି କୁହାଯାଏ। ଏଭଳି ସାହିତ୍ୟ ମଧ୍ୟରେ ବିଭିନ୍ନ ଧର୍ମସୂତ୍ର, ପାଣିନି ଏବଂ ପତଞ୍ଜଳିଙ୍କ ଲିଖିତ ବ୍ୟାକରଣ ସବୁ, କୌଟିଲ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ ଏବଂ ବାଣଭଟ୍ଟଙ୍କର ହର୍ଷଚରିତ କିଏ ଲେଖିଥିଲେ ଛୁଆ ବାଣଭଟ୍ଟ ଲେଖିଥିଲେ ଇତ୍ୟାଦିରୁ ସେ ସମୟର ସମାଜ ଏବଂ ରାଜନୀତି, ଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଅନେକ ତଥ୍ୟ ଦେଖିବାକୁ ମିଳେ। ତାପରେ ଆସିବା ଯେ ପରିବ୍ରାଜକମାନଙ୍କର ବିବରଣୀ କଥା ଦେଖିବା। ପରିବ୍ରାଜକମାନଙ୍କର ବିବରଣୀ କ'ଣ ନା ପ୍ରାଚୀନ କାଳରେ ଅନେକ ପରିବ୍ରାଜକ ସବୁ ଭାରତ ଆସିଥିଲେ। ଅନେକ ପରିବ୍ରାଜକ କେଉଁଠିକି ଆସିଥିଲେ ନା ଭାରତ ଭ୍ରମଣରେ ଆସିଥିଲେ। ସେମାନେ ସେ ସମୟରେ ସାମାଜିକ ଅବସ୍ଥା, ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟ ଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଅନେକ କଥା
ସେମାନଙ୍କର ଭ୍ରମଣ ବିବରଣୀରେ ଲେଖି ଯାଇଛନ୍ତି। ମାନେ ଭ୍ରମଣ କରି ସାରିଲା ପରେ ବୁଲାବୁଲି ସରିଲା ପରେ ସେମାନେ ଯେଉଁ ଲେଖିଦେଇ ଯାଇଛନ୍ତି ସେ ଯେଉଁ ପରିବ୍ରାଜକମାନେ ତାଙ୍କଠୁ ଆମେ ମଧ୍ୟ ବହୁତ କଥା ଜାଣିବାକୁ ପାଉ। ଏହିସବୁ ବିବରଣୀରୁ ଆମେ ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିବାକୁ ପାଉ। ଏହିସବୁ ପରିବ୍ରାଜକମାନଙ୍କ ମଧ୍ୟରେ ମେଘାସ୍ଥିନିନ୍ ଥିଲେ। କିଏ ଛୁଆ? ନା ମେଘାସ୍ଥିନିନ୍ସ ଏବଂ ଫାସିଆଁ ଜୁଆଂଜାଙ୍ଗ ଆଲବେରୁନି ଇବନ ବତୁତା ଆଦି ସବୁ ମୁଖ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ, କେଉଁଠିକାର? ନା ଚୀନର ପରିବ୍ରାଜକ ଜୁଆଂଜାଙ୍ଗ କେଉଁଠିକି ଆସିଥିଲେ ଛୁଆ? ନା ଓଡ଼ିଶାକୁ ଆସିଥିଲେ। କେଉଁଠିକି ଆସିଥିଲେ? ଓଡ଼ିଶାକୁ ଆସିଥିଲେ। ଦେଖିବା ସେ ବିଷୟରେ ବା ସେ ଅନୁସାରେ ବା ସମୟ ଅନୁସାରେ ଧୀରେ ଧୀରେ ଇତିହାସର ଶ୍ରେଣୀ ବିଭାଗ କରାଯାଇଥାଏ। ସମୟ ଅନୁସାରେ ଇତିହାସକୁ ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକ୍ ଐତିହାସିକ ଯୁଗ, ଦ୍ୱିତୀୟଟି ହେଲା ଆଦ୍ୟ ଐତିହାସିକ ଯୁଗ ଏବଂ ତୃତୀୟଟି ହେଲା ଐତିହାସିକ ଯୁଗ ବା ସମ୍ପୂର୍ଣ୍ଣ ଐତିହାସିକ ଯୁଗ ବୋଲି ୟାକୁ କୁହାଯାଏ। ତାହେଲେ 3 ଭାଗରେ ଗୋଟେ ହେଲା ପ୍ରାକ୍ ଐତିହାସିକ, ଗୋଟେ ହେଲା ଆଦ୍ୟ ଐତିହାସିକ ଆଉ ଗୋଟେ ହେଲା ଐତିହାସିକ ଯୁଗ ବୋଲି କୁହାଯାଏ। ପ୍ରାକ୍ ଐତିହାସିକ ଯୁଗ କ'ଣ? ନା ପ୍ରାକ୍ ଐତିହାସିକ ଯୁଗ କହୁଛି ନା ବହୁ ପୁରାତନ କାଳରେ ଲୋକମାନେ କ'ଣ କରୁଥିଲେ? ଲେଖା ପଢ଼ି ଜାଣିନଥିଲେ, ଲେଖାପଢ଼ା କରିପାରୁନଥିଲେ ଛୁଆ। ତେଣୁ ସେ ସମୟରେ ଘଟଣାବଳୀ ଲିଖିତ ଆକାରରେ ମିଳି ନଥାଏ। ତେଣୁ ସେ ସମୟରେ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଜାଣିବା ପାଇଁ ସାଧାରଣତଃ ପ୍ରଶ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ହିଁ ପର୍ଯ୍ୟବେଷ୍ଟିତ ବା ନିର୍ଭର କରିବାକୁ ପଡ଼େ। ସେ ସମୟରେ ବ୍ୟବହୃତ ବିଭିନ୍ନ ପ୍ରକାରର ମାଟି ପାତ୍ର, ଅଳଙ୍କାର, ହାତ ତିଆରି ଅଳଙ୍କାର ସବୁ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଅନେକ ତଥ୍ୟ ସବୁ ମିଳିଥାଏ। ସେ ସମୟରେ ଲୋକମାନେ ସେମାନଙ୍କ ରହୁଥିବା ଯେଉଁ ଗୁମ୍ଫା କରିକି ରହୁଥିଲେ, ଆମେ ଯେମିତି ଘର କରିକି ରହୁଛୁ ସେତେବେଳେ ସେମାନେ ଲୋକମାନେ କ'ଣ କରୁଥିଲେ? ନା ଗୁମ୍ଫାରେ ରହୁଥିଲେ। ବିଭିନ୍ନ ପ୍ରକାର ସବୁ ଚିତ୍ର ଆଙ୍କି ଦେଉଥିଲେ। ଆମେ ଯେମିତି ଘରରେ ସବୁ କ'ଣ କରୁଛୁ? ଚିତ୍ର ବିଭିନ୍ନ ପ୍ରକାର ସବୁ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କୁଛୁ। ସେତେବେଳେ ମଧ୍ୟ ସେମାନେ ଗୁମ୍ଫାରେ ସବୁ ରହୁଥିଲେ ଏବଂ ଚିତ୍ର ଆଙ୍କୁଥିଲେ ସବୁ। ସେଥିମଧ୍ୟରୁ ଆମ୍ଭେମାନେ ସେମାନଙ୍କର ବିଷୟରେ ଧୀରେ ଧୀରେ ଜାଣୁଛୁ। ଏହି ଯେଉଁ ଯୁଗଟାକୁ ଯେଉଁଠି ଗୁମ୍ଫାରେ ଲୋକମାନେ ରହୁଥିଲେ, ଚିତ୍ର ବିଚିତ୍ର ଆଙ୍କୁଥିଲେ, ସେହିଭଳିଆ ଯୁଗକୁ କ'ଣ କହୁଥିଲେ? ନା ପ୍ରାକ୍ ଐତିହାସିକ ଯୁଗ ବୋଲି କହୁଥିଲେ। କାହିଁକି କୁହାଗଲା? ନା ସେତେବେଳେ ସେମାନେ ଲେଖା ପଢ଼ି ଜାଣି ନଥିଲେ। ଆଦ୍ୟ ଐତିହାସିକ ଯୁଗ କଥା କୁହେ ଯେ ଆଦ୍ୟ ଐତିହାସିକ ଯୁଗ ହେଲା ଲେଖା ପଢ଼ି ଶିଖିଗଲେ। ଧୀରେ ଧୀରେ ମନୁଷ୍ୟ ଯେ ଲେଖା ପଢ଼ି ଶିଖିଗଲେ ବିଭିନ୍ନ ଘଟଣାକୁ ନିଜର ଲେଖା ଦ୍ୱାରା ପ୍ରକାଶ କରିପାରିଲେ ଏବଂ ସେ ସମୟକୁ ଆଦ୍ୟ ଐତିହାସିକ ଯୁଗ ବୋଲି କୁହାଗଲା। କ'ଣ କୁହାଗଲା? ନା ଆଦ୍ୟ ଐତିହାସିକ ଯୁଗ ବୋଲି କୁହାଗଲା। ଏହି ଲେଖା ଗୁଡ଼ିକ ସୀମିତ ଏବଂ ସେଥିରେ କେତେକ ଲେଖାକୁ ପଢ଼ିବା ସମ୍ଭବ ହୋଇପାରିନାହିଁ। ଯେଉଁଗୁଡ଼ାକ କିଛି ଲେଖା ଅଛି ଯେଉଁଗୁଡ଼ାକ ଆମେ ବୁଝି ନପାରୁ ବା ବୁଝିପାରୁନାହୁଁ। ତେଣୁ ସେ ସମୟରେ ଘଟଣାବଳୀ ଜାଣିବାକୁ ହେଲେ ଲେଖାଗୁଡ଼ିକ ସହିତ ପ୍ରଶ୍ନତାତ୍ତ୍ୱିକ ଖନନ ଏବଂ ଅନୁସନ୍ଧାନ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼େ। ମାନେ ଲେଖାଗୁଡ଼ାକ ବୁଝି ନ ହେବା କ୍ଷଣି ଆମେ ତା ଅନୁସାରେ କ'ଣ ଦେଖୁ ଏବଂ ତା ଅନୁସାରେ ଆମେ କୋଶ୍ଚେନ୍ ପଚାରୁ ବା ପ୍ରଶ୍ନ ପଚାରୁ ଏବଂ ଧୀରେ ଧୀରେ କୋଶ୍ଚେନ୍ ପଚାରିଲା ପରେ ଗୋଟେ ଅନୁସନ୍ଧାନ ଉପରକୁ ଯାଉ, ଯାହାଫଳରେ ଧୀରେ ଧୀରେ ଆମେ ତାକୁ କ'ଣ କହୁ? ସେଇ ଯେଉଁ ଯୁଗଟାକୁ ତାକୁ ଆଦ୍ୟ ଐତିହାସିକ ଯୁଗ ବୋଲି ତାକୁ କୁହାଯାଏ। এটা କେଉଁଠି ଘଟିଥିଲା? ନା ସିନ୍ଧୁ ନଦୀ କୂଳରେ ଏହି ସମୟରେ ସବୁ ଗଢ଼ି ଉଠିଥିବା ସଭ୍ୟତା ତାହାର ଉଦାହରଣ ବୋଲି କୁହାଯାଏ। ମାନେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଯେଉଁ ଗଢ଼ି ଉଠିଥିଲା ତାର ଉଦାହରଣ ବୋଲି କୁହାଯାଏ। ଐତିହାସିକ ଯୁଗ କହିଲା। ତୃତୀୟ ଥିଲା ଐତିହାସିକ ଯୁଗ। କ'ଣ? ନା ଲେଖାର ଉନ୍ନତି ହେବା ପରେ ମନୁଷ୍ୟ ଧୀରେ ଧୀରେ କ'ଣ ହେଲା? ନା ବିଭିନ୍ନ ଘଟଣାକୁ ପଥର କାନ୍ଥ, ତାର ଖମ୍ବ, ତମ୍ବା ପଟା, ଯେଉଁଟାକି ତାମ୍ରଫଳକ ବୋଲି କୁହାଯାଏ। ଛୁଆ କେଉଁଠି କୁହାଯାଏ? ତାମ୍ରଫଳକ, ତାଳପତ୍ର, ମାଟିପାତ୍ର ଆଦି ଇତ୍ୟାଦି ଉପରେ ଲେଖିପାରିଲା। ଏହି ଲେଖାଗୁଡ଼ିକରୁ ସେ ସମୟରେ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅବସ୍ଥା ବିଷୟରେ ଅନେକ ସୂଚନା ସବୁ ଧୀରେ ଧୀରେ ମିଳିଲା। ଏହି ସମୟକୁ ତାକୁ ଐତିହାସିକ ଯୁଗ ବୋଲି କୁହାଗଲା। କ'ଣ କୁହାଗଲା? ନା ଐତିହାସିକ ଯୁଗ ବୋଲି କୁହାଗଲା। କିନ୍ତୁ ଏହି ଲେଖାଗୁଡ଼ିକ ଅତି ପୁରୁଣା କାଳରେ ହୋଇଥିବାରୁ ଏଗୁଡ଼ିକୁ ଅନେକ ସବୁ ନଷ୍ଟ ମଧ୍ୟ ହୋଇଯାଇଛନ୍ତି। ତାପରେ ଦେଖିବା ଯେ ଭାରତର ଭୌଗୋଳିକ ଅବସ୍ଥାର ସହ ଇତିହାସର ସମ୍ପର୍କ କ'ଣ? ନା ପୃଥିବୀ ଯେଉଁ ରହିଲା ଉତ୍ତର ଗୋଲାର୍ଦ୍ଧରେ ରହିଲା। ଉତ୍ତର ଗୋଲାର୍ଦ୍ଧ ମାନେ ଛୁଆ ଆମର ଯେଉଁ ପୃଥିବୀ କଥା କହିବା, ଏମିତି ହେଲା ଏଇଟା ହେଲା ନର୍ଥ କହିପାରିବା, ଏଇଟା ସାଉଥ୍ କହିପାରିବା, ଏଇଟା ଇଷ୍ଟ କହିପାରିବା ଆଉ ଏଇଟା ୱେଷ୍ଟ କହିପାରିବା, ନୁହଁ? ଏଇଟା ହେଲା ଉତ୍ତର, ଏଇଟା ହେଲା ଦକ୍ଷିଣ, ଏଇଟା ହେଲା ପୂର୍ବ ଆଉ ଏଇଟା ହେଲା ପଶ୍ଚିମ। ତ ଭାରତ ଯେଉଁ ଅଛି ଏଇଠି ଅଛି, ଏଇଟା ଏମିତି ଭାରତ ଅଛି, ନୁହଁ? ତାହେଲେ ଏଇ ଯେଉଁ ଉତ୍ତର ଗୋଲାର୍ଦ୍ଧରେ ଅଛି ଭାରତ ଆମର, ହଁ କି ନାହିଁ? ଯଦି ଦେଖିବା ଏଇଟା
जो उत्तर ऊपर को जो रहा ये उत्तर गला अर्थरे भारत रहा कौन कहला ना यही एशिया महादेशर दक्षिण उपकूल प्राय मध्य भाग में अवस्थित बोली कहला भारत दक्षिण भाग को जो 3 दिगरु समुद्र घेरी रही तेणु यह एक कौन कहवा छुआ ना उपद्वीप बोली कह जाए ताने उपद्वीप क्या कहवा ना जो स्थल भाग को जो 3 आड़ू जल घेरी रही आउ गोटे भाग कौन थी ना स्थल भाग थी ताकू कौन कहवा उपद्वीप बोली कहवा कौन कौन ना आफ्रिका कथा कहि परिबा ऑस्ट्रेलिया कथा कहि परिबा यूरोप ठारू भारतर प्राय समान दूरता प्राय समान बोली कहा जाए प्राचीन सभ्यतार विकास घटिथिबा देशगुड़िक भारत में लगी सीमा को लगी एवं भारत ठारू अनति दूर रे सब रहिछंती एही देशगुड़िक मध्य भारतर से उत्तर पूर्व सीमार थिबा चीन कथा कहि परिबा पश्चिम रे ईरान कथा कहि परिबा बेले इराक इज्राएल मिशर ग्रीस आदि देश आम देश मानक ठारू अनति दूर रे सब रहिछंती परवर्ती यथा आसिबा जे भारतर प्राकृतिक विभाग कथा कहिछि जे भारतर प्राकृतिक विभाग कौन ना प्राकृतिक गठनर विविधता अनुसार भारत को 6 गोटी अंचल रे विभक्त करा जायछि गोटे हला सेगुडी को कौन ना हिमालय पार्वत्य अंचल उत्तरस्थ समतल अंचल केन्द्रस्थ मालभूमि अंचल पश्चिमस्थ मरुभूमि अंचल उपकूलस्थ समतल अंचल समुद्र मध्यस्थ द्वीप समूह एगुड़िक सब विस्तृत भाव में टिके टिके आलोचना करवा जे जदि देखा हिमालय माने आमे जानिचे जो आमर रहिला हिमालय रहिला एमती जाइके एमती आसीछि हिमालयटा जम्मू काश्मीर कथा कहि परिबा एपटे अरुणाचल प्रदेश कथा कहि परिबा एपटे आसिकी ये जो हिमालय कहला ये गोटे अंचल या कौन कह जाए ये पर्वत पार्वत्य से लिखाई हिमालय पार्वत्य अंचल टिके तलू आसवा यही सब जगह उत्तरस्थ समतल अंचल धीरे धीरे केन्द्र आड़ को आसवा केन्द्रस्थ मालभूमि अंचल धीरे धीरे पश्चिम आड़ को आसवा पश्चिमस्थ मरुभूमि अंचल राजस्थान कथा कहि परिबा नुह तापरे आसिला उपकूलस्थ समतल अंचल एवं समुद्र मध्यस्थ द्वीप कथा कहि परिबा एगुड़िक मध्यरु केन्द्रस्थ मालभूमि पश्चिमस्थ मरुभूमि यथा बृहत्तम एवं क्षुद्रतम प्राकृतिक अंचल बोली कहिला।